ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ପୁଣି ଆସିଲା ପାଣିପାଗକୁ ନେଇ ବଡ଼ ଅପଡେଟ୍। ଆଜି ହେଉଛି ଏପ୍ରିଲ 6 ତାରିଖ ସୋମବାର। ଦର୍ଶକ ବନ୍ଧୁ ଆଜି କେଉଁ କେଉଁ ଜିଲ୍ଲାରେ ବର୍ଷାର ସମ୍ଭାବନା ଅଧିକ ରହିଛି ଏହା ଜାଣିବା ପାଇଁ ଦର୍ଶକ ବନ୍ଧୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣ ଯଦି ଦର୍ଶକ ବନ୍ଧୁ ସବୁଦିନ ପାଣିପାଗ ଅପଡେଟ୍ ଜାଣିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖନ୍ତୁ ଆଉ ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଏହି ଭିଡ଼ିଓଟି ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ। ରାଜ୍ୟରେ ପରିବର୍ତ୍ତନ ହେଉଛି ପାଣିପାଗ ମିଜାଜ। ପ୍ରଚଣ୍ଡ ଖରା ପରେ ଅନେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଦେଖାଦେଇଛି। ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ଜାଣିବା। ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ପାଗ ପରିବର୍ତ୍ତନ ହେବ। କାଳବୈଶାଖୀ ପ୍ରଭାବ ଯୋଗୁଁ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, ଯାଜପୁର, ବାଲେଶ୍ୱର, ଜଗତସିଂହପୁର, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା, ଘଣ୍ଟା ପ୍ରତି 35 ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ବହିପାରେ। କେଉଁଝର, ମୟୂରଭଞ୍ଜ, କନ୍ଧମାଳ ଏବଂ ଢେଙ୍କାନାଳ ଏହି ଚାରୋଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଗଜପତି, ଖୋର୍ଦ୍ଧା ଏବଂ ଗଞ୍ଜାମ ଏହି ତିନି ଜିଲ୍ଲାରେ ଆକାଶରେ ମେଘୁଆ ଦେଖାଦେଇପାରେ। ବର୍ଷା ସହିତ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ବଲାଙ୍ଗୀର, ଝାରସୁଗୁଡ଼ା ଏବଂ ସମ୍ବଲପୁର ଏହି ତିନୋଟି ଜିଲ୍ଲାରେ ଗରମ ଅନୁଭୂତି ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ ଏବେ ପର୍ଯ୍ୟନ୍ତ ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆପଣଙ୍କର ନିଜ ବନ୍ଧୁ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟ୍ଟି ଏଇଠି ସମାପ୍ତ କରୁଛି। ପୁଣି ନେକ୍ସଟ ପାଣିପାଗ ପାଇଁ ଆପଣ ଅପେକ୍ଷାରେ ରୁହନ୍ତୁ।